ଦେଖନ୍ତୁ ଆମର ଜୁନ୍ ମାସ 11 ତାରିଖରେ ଆମର ତିହିଡ଼ି ବଜାରରେ ଥିବା ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କରେ 4 ଜଣ ଦୁର୍ବୃତ୍ତ ରାତ୍ରି ସମୟରେ ପଶିକି ମାରଣାସ୍ତ୍ର ଦେଖାଇ ଯେଉଁଟାକି ଅଭିଯୋଗ ହେଇଥିଲା ଯେ ଭୁଜାଲି ଓ ବନ୍ଧୁକ ଦେଖାଇ ଯେଉଁ ଷ୍ଟାଫ୍ ମାନେ ଥିଲେ ତାଙ୍କଠୁ 7,54,000 ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍ କରିଥିଲେ ଓ ଯେଉଁ ଷ୍ଟାଫ୍ 4 ଜଣ ଥିଲେ ତାଙ୍କର ମୋବାଇଲ ମଧ୍ୟ ଲୁଟ୍ କରିଥିଲେ। ସେହି ସଂକ୍ରାନ୍ତରେ ଆମର ତିହିଡ଼ି ଥାନାରେ ଏକ ମାମଲା ରୁଜୁ ହୋଇଥିଲା, 208 ନମ୍ବର କେସ୍ ରୁଜୁ ହୋଇଥିଲା 12 ତାରିଖରେ। ତା ପରବର୍ତ୍ତୀ ସମୟରେ ଆମର ତଦନ୍ତ ଜାରି ରହିଥିଲା। ଆଇଆଇସି ନିଜେ ତା'ର ତଦନ୍ତ ଭାର ନେଇଥିଲେ। ସେହି କେସ୍ ସଂକ୍ରାନ୍ତରେ ଆମର 2 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ କରାଯାଇଥିବା 2 ଜଣ ଅଭିଯୁକ୍ତ ମଧ୍ୟରୁ ଜଣେ ସେହି ବ୍ୟାଙ୍କର ଏକ୍ସ ଏମ୍ପ୍ଲୟି ବା ପୂର୍ବତନ ଏମ୍ପ୍ଲୟି ଯେ ପ୍ରହ୍ଲାଦ ରାଉତ, ତଳଙ୍ଗା ତାଙ୍କର ଘର। ଅନ୍ୟ ଜଣେ ଅଭିଯୁକ୍ତ ହେଉଛନ୍ତି ଅନିଲ କୁମାର ବେହେରା, ସେ ଜାମଝାଡ଼ି ଆମର ଫୁଲବାଣୀ ସଦର ଥାନା ଅଞ୍ଚଳର ଅଟନ୍ତି। ସେହି 2 ଜଣଙ୍କୁ ଗିରଫ କରାଯାଇଛି। ତାଙ୍କ ପାଖରୁ ଏକ ଗାଡ଼ି ଜବତ କରାଯାଇଛି, 4ଟି ମୋବାଇଲ ଫୋନ୍ ଜବତ କରାଯାଇଛି। 4ଟି ଜବତ ହୋଇଥିବା ମୋବାଇଲ ଫୋନ୍ ମଧ୍ୟରୁ ଚୋରି ହୋଇଥିବା ମଧ୍ୟ ଏକ ମୋବାଇଲ ଫୋନ୍ ଅଛି। ନା ନିଶ୍ଚିତ ରୂପେ ଆମେ ସେ 2 ଜଣଙ୍କୁ ଆମେ ଯଥାଶୀଘ୍ର ଧରିବୁ। ଆମର ସେହି ସଂକ୍ରାନ୍ତରେ ଆମର କ୍ଲୁ ମିଳିଛି। ଆଉ ଯେଉଁ 2 ଜଣ ଅଭିଯୁକ୍ତ ଏଥିରେ ସାମିଲ ଥିଲେ ଲୁଟ୍ରେ, ତେଣୁ ତାଙ୍କୁ ମଧ୍ୟ ଖୁବ୍ ଶୀଘ୍ର ପୋଲିସ ଧରିବ। ନାଇଁ ଦେଖନ୍ତୁ, ଯେହେତୁ ତଦନ୍ତ ବର୍ତ୍ତମାନ ଚାଲୁ ରହିଛି, ତେଣୁ ଆପାତତଃ ଯାହା ଜଣାପଡ଼ୁଛି ଯିଏ ପୂର୍ବତନ କର୍ମଚାରୀ ଯିଏ ଥିଲେ ଆଉ ଏମାନେ ଆଉ ଅନ୍ୟ ଅଭିଯୁକ୍ତମାନେ ମିଶିକି ଏହି ଘଟଣାଟି ଘଟେଇଥିଲେ। ନାଇଁ, ଯେଉଁ ଚୋରି ହୋଇଥିବା ଟଙ୍କା ଭିତରୁ ଆମକୁ ମାତ୍ର 2,000 ଟଙ୍କା ଯେଉଁ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ତାଙ୍କ ପାଖରୁ 2,000 ଟଙ୍କା ଜବତ ହୋଇଛି। କିନ୍ତୁ ଯେଉଁଟା 7,54,000 ଟଙ୍କା ଯେଉଁଟା ବ୍ୟାଙ୍କରୁ ଲୁଟ୍ ହୋଇଥିଲା ସେ ଟଙ୍କା ବର୍ତ୍ତମାନ ଆମର ଜବତ ହୋଇଛି।